मरते मानव का विजय का तूर्य हूँ मैं। मरते मानव के विजय का तूर्य हूँ मैं। उर्वशी अपने समय का सूर्य हूँ। नमस्कार, ମୁଁ ଆପଣଙ୍କର ଅନନ୍ୟ କବି ବା ପ୍ରକୃତିର ଅଭିଶପ୍ତ ପ୍ରେମିକ ନିରଞ୍ଜନ ଦାସ ନାଥ। କବିତା ଭାବନାର ସ୍ୱତଃପ୍ରବୃତ୍ତ ଝଡ଼, ସ୍ୱତଃପ୍ରବୃତ୍ତ ନିଷ୍ପାଦନ। କବିତାକୁ କେବେ କେହି ଲେଖିପାରିନାହାନ୍ତି କି କବିତାକୁ କେହି ଲେଖିବାକୁ ଚେଷ୍ଟା କଲେ ମଧ୍ୟ କବିତାରାଣୀ ତା ଉପରେ ଦୟା କରିନି। ଯେବେ କବିତାରାଣୀଙ୍କ ଦୟା ହୁଏ ସେତେବେଳେ ଲେଖକ କବି ହାତରୁ ସ୍ୱତଃପ୍ରବୃତ୍ତ ଭାବରେ ଭାବନାର ଉତ୍ଥଳନ ହୋଇ ଯେପରି ନଈ ପାଣି ଉଲ୍ଲଙ୍ଘନ କରିକି ଶସ୍ୟ କ୍ଷେତ୍ରକୁ ଶ୍ୟାମଳ କରିଦିଅନ୍ତି, ସେପରି ଭାବନାର ଉତ୍ଥଳନ ହୋଇ କବିଙ୍କ ମନର ଭାବନା ଲେଖନୀ ମାଧ୍ୟମରେ ଜଗତକୁ ପରିଚର୍ଚ୍ୟ କରିଦିଅନ୍ତି, ଆଶ୍ଚର୍ଯ୍ୟମୟ କରିଦିଅନ୍ତି। ଆଜି ଆମେ ରାଷ୍ଟ୍ରକବି ରାମଧାରୀ ଆଜି ଆମେ ରାମଧାରୀ ସିଂ ଦିନକର ରାଷ୍ଟ୍ରକବି ତାଙ୍କର ଏକ କବିତାକୁ ଆମେ ଆଲୋଚନା କରୁ। ଆମେ ଜାଣି ରଖିବା ଦରକାର ଯେ ପ୍ରତ୍ୟେକ କବି ତାଙ୍କର ଏକ ନିର୍ଦ୍ଦିଷ୍ଟ କ୍ଷେତ୍ର ମଧ୍ୟରେ କବିତା ରଚନା କରନ୍ତି ଏବଂ ସମୟ ସମୟରେ ଯଦି କବିଙ୍କ ମନରେ କିଛି ଉତ୍ଥାନ ପତନ ହୋଇଥାଏ ତ ସେ ତାଙ୍କର କ୍ଷେତ୍ରକୁ ଛାଡ଼ି ଅନ୍ୟତ୍ର କ୍ଷେତ୍ରକୁ ପ୍ରବେଶ କରନ୍ତି। ଯେପରି ମାୟାଧର ମାନସିଂହ ପ୍ରେମିକ କବି ଏଥିପାଇଁ କହୁ ନା ତାଙ୍କର ଅଧିକାଂଶ କବିତା ପ୍ରେମ ଉପରେ ଆଧାରିତ ହୋଇଥାଏ। ଆମେ ପଲ୍ଲୀ କବି ନନ୍ଦକିଶୋର ବଳ ଏଥିପାଇଁ କହୁଥାନ୍ତି କାରଣ ପଲ୍ଲୀର ସେ ସୌନ୍ଦର୍ଯ୍ୟକୁ ପ୍ରକାଶ କରିବାରେ ସଫଳ ହୋଇଥିଲେ। ଠିକ୍ ସେପରି ଭାବରେ ରାଷ୍ଟ୍ର କବି ରାମଧାରୀ ସିଂ ଦିନକର ଯିଏ ଥିଲେ ସେ ବୀର ରସର କବିତା ଲେଖିବାରେ ମାହିର ଥିଲେ ବା ପ୍ରମୁଖ ଥିଲେ। ତାଙ୍କ ରଚିତ ବୀର ରସର ମହାନ କବିତା ଗୁଡ଼ିକ ଭିତରେ ରଶ୍ମିରଥୀ, କୁରୁକ୍ଷେତ୍ର ଏବଂ ପରଶୁରାମ। ଯେତେବେଳେ ଭାରତ ଏବଂ ଚୀନ ଭିତରେ ଯୁଦ୍ଧ ହୋଇଛି ଏବଂ ଭାରତ ଯୁଦ୍ଧରେ ପରାଜିତ ହୋଇଛି, ସେ ସମୟରେ ରାମଧାରୀ ସିଂ ଦିନକର ନେହେରୁଙ୍କୁ କଟାକ୍ଷ କରିଛନ୍ତି ଏବଂ କହିଛନ୍ତି ଯେଉଁ ଦେଶରେ ଗୀତାର ପ୍ରଚାର କରାଯାଏ, ଯେଉଁ ଦେଶରେ ଅହିଂସାକୁ ଆମେ ମାନୁ କିନ୍ତୁ ଧର୍ମ ପାଇଁ ଆମେ ହିଂସା ମଧ୍ୟ କରିବାକୁ ପ୍ରସ୍ତୁତ, ସେ ବୀର ରସର କବିତା ପରଶୁରାମଙ୍କୁ ପ୍ରତୀକ୍ଷା ଲେଖିଛନ୍ତି। ଏମିତିକି କୃଷ୍ଣଙ୍କ ଚେତାବନୀ ଯୋଉଟାକି ଆମର ରଶ୍ମିରଥୀର ଏକ ପ୍ରମୁଖ, ପ୍ରାୟ ସମସ୍ତେ ଆଜିକାଲି ଶୁଣିଥିବେ, ବର୍ଷୋ ତକ वन में घूम घूम बाधा विघ्नों को चुम चुम पांडव आए, बाधा विघ्नों को चुम चुम, वर्षों तक वन में घूम घूम बाधा विघ्नों को चुम चुम, सधूप घाम पानी पत्थर पांडव आए को छोड़। ତାପରେ କୃଷ୍ଣ ଆସୁଛନ୍ତି ଯେତେବେଳେ ଦୁର୍ଯ୍ୟୋଧନଙ୍କୁ ଚେତାବନୀ ଦେବାକୁ କଣ କହୁଛନ୍ତି ନା कौन कुछ नहीं, याचना नहीं है, व्रण होगा जीवन जय या कि मरण होगा, टकराएंगे नक्षत्र निखर, वर्षेगी वन पर वन वर्षेगी भू पर बनी प्रखर, फणशेष नाग का डोलेगा, विकराल काल मुंह खोलेगा। ये जो सब କଥା ଯେତେବେଳେ କହୁଛନ୍ତି ଜଣେ କବି, कुरुक्षेत्र ऊपर कुछ नहीं, ऊपर सब कुछ शून्य शून्य है, कुछ भी नहीं गगन में, धर्मराज जो कुछ है, जीवन है मिट्टी में। ଯେତେବେଳେ ଗୋଟେ କବି ବୀରରସର କବିତା ଲେଖୁଛି ଆଉ ସେ କବି ଯେତେବେଳେ ଗୋଟେ ପ୍ରେମ କବିତା ଲେଖୁଛି, ପ୍ରେମ କେମିତି ବିଦଗ୍ଧ ପ୍ରେମିକର ପ୍ରେମ ନିବେଦନ କେତେକ ଆଧାରରେ ଆମେ ଶୁଣିବାକୁ ପାଉ ଯେ ରାମଧାରୀ ସିଂ ଦିନକର ଯେତେବେଳେ ଉର୍ବଶୀ ମହାକାବ୍ୟ ରଚନା କରୁଥିଲେ ସେ ସମୟରେ ସେ ବାରମ୍ବାର ବେହୋସ ହେଇଯାଉଥିଲେ। ଡାକ୍ତର ତାଙ୍କୁ ପରାମର୍ଶ ଦେଲେ ତମେ ଏଇ ଲେଖାଟା ଲେଖ ନା, କାରଣ ତମେ ଏଇ ସ୍ୱଭାବରୁ ବାହାରକୁ ଯାଉଛ, ରକ୍ତ ରଞ୍ଜିତ ତମର ରକ୍ତ, ତମେ ରକ୍ତ ରଞ୍ଜିତ ଲେଖା ହିଁ ଲେଖିପାରିବ, ଏ ପ୍ରେମର କାପୁରୁଷପଣତା, ପ୍ରେମର କାପୁରୁଷତା ତମେ ଲେଖିବା ଉଚିତ ନୁହେଁ, ଯାହାକି ତମକୁ ଭିତରୁ ଖାଇଯାଉଛି। ରାମଧାରୀ ସିଂ ଦିନକର କହିଥିଲେ ଏବେ ମୋ ଜୀବନ ପଛେ ଦାଉ ଯାଉ କିନ୍ତୁ ମୁଁ ଉର୍ବଶୀ ଲେଖି। ମଝିରେ ମଝିରେ ଯେତେବେଳେ ବେହୋସ ହେବାକୁ ବସୁଥିଲେ ଚିନି ଖାଇଦେଇ ମଧ୍ୟ ଲେଖା କରୁଥିଲେ ଏବଂ ସର୍ବଶ୍ରେଷ୍ଠ ଲେଖା ରାମଧାରୀ ସିଂ ଦିନକର ଯେତେବେଳେ ଗୋଟେ ପ୍ରେମୀର, ଗୋଟେ ବିରହୀ ପ୍ରେମୀର ବିରହ ବର୍ଣ୍ଣନା କରିଛନ୍ତି। ଉର୍ବଶୀ ସ୍ୱର୍ଗଲୋକର ସର୍ବଶ୍ରେଷ୍ଠ ସୁନ୍ଦର ଅପ୍ସରା, ଇନ୍ଦ୍ରଙ୍କ ସଭାର ପ୍ରମୁଖ ନୃତ୍ୟଙ୍ଗନା, ନୃତ୍ୟ କରୁଛନ୍ତି ଦେବରାଜ ଇନ୍ଦ୍ରଙ୍କ ସମ୍ମୁଖରେ ଦେବର୍ଷି ନାରଦ ଆସିଲେ। ନାରଦଙ୍କୁ ଇନ୍ଦ୍ର କଟାକ୍ଷରେ ପଚାରୁଛନ୍ତି ଯେ ମୋଠୁ ସୁନ୍ଦର, ମୋଠୁ ଶକ୍ତିଶାଳୀ ତ୍ରିଭୁବନ କିଏ ଅଛି? ବ୍ରହ୍ମା ବିଷ୍ଣୁଙ୍କୁ ଛାଡ଼ିଦେଲା ପରେ, ମହେଶଙ୍କୁ ଛାଡ଼ିଦେଲା ପରେ ଦେବର୍ଷି ନାରଦ କହୁଛନ୍ତି ହଁ, ମର୍ତ୍ତ୍ୟମଣ୍ଡଳରେ ଜଣେ ଅଛନ୍ତି ରାଜା ପୁରର୍ବା। ଆପଣ ଭୁଲି ଯାଇଛନ୍ତି ସେ ପୁରର୍ବାଙ୍କ ପାଇଁ ହିଁ ଆପଣ ଦେବାସୁର ସଂଗ୍ରାମରେ ଜୟ ଲାଭ କରିଛନ୍ତି। ଆଉ ପୁରର୍ବାଙ୍କ ଆପଣଙ୍କ ସହିତ ଯୁଦ୍ଧ ହେଲେ ହୁଏତ ପୁରର୍ବା ଜିତି ପାରନ୍ତି। ପୁରର୍ବା ଆପଣଙ୍କଠୁ ବଳରେ, ଶକ୍ତିରେ ଏବଂ ସୌନ୍ଦର୍ଯ୍ୟରେ ଶତଗୁଣରେ ଅଧିକ। ତ ଏଇ କଥା ଶୁଣିଲା ପରେ ଉର୍ବଶୀଙ୍କ ନୃତ୍ୟର ତାଳ ଟିକେ ଭାଙ୍ଗି ଯାଇଛି। ଉର୍ବଶୀଙ୍କ ମନରେ ଆସିଛି ଇନ୍ଦ୍ରଙ୍କ ଠାରୁ ସୁନ୍ଦର ଯଦି କିଏ ଅଛି ମତେ ତାକୁ ଦେଖିବା ଦରକାର, ମୁଁ ତାର ହବା ଦରକାର। ତ ଦେବରାଜ ଇନ୍ଦ୍ର ଏଥିରେ ରାଗି ଯାଇକି ଉର୍ବଶୀଙ୍କୁ କହିଛନ୍ତି ଯାହା ତୁ ପଳା, ତୋ ମନ୍ଦିର ଯାହା ପାଇଁ ତୋ ନୃତ୍ୟ ଭଙ୍ଗ ହେଲା। ଉର୍ବଶୀ ମଧ୍ୟ ପଳେଇ ଆସିଛନ୍ତି, ବହୁତ ବର୍ଷ କାଳ ସେଠାରେ ରହିଲେ ପୁରର୍ବାଙ୍କ ସହିତ। ତାର 3ଟି ସର୍ତ୍ତ ରଖିଥିଲେ ଯେ ମେଣ୍ଢା ବାନ୍ଧିଥିବେ, ମେଣ୍ଢାକୁ କିଏ ନବେନି ଏବଂ ଉଲଗ୍ନ ଅବସ୍ଥାରେ ସେ ପୁରର୍ବାକୁ ଦେଖିବେ ନାହିଁ ରତି କ୍ରୀଡ଼ା ବ୍ୟତୀତକେ, ଏବଂ ପ୍ରତ୍ୟେକ ସମୟରେ ସେ ଘୃତ ବା ଘିଅ ଖାଇ। ଏକଦା ରାତିରେ ରତି କ୍ରୀଡ଼ା କରିବାକୁ ଯାଇଛନ୍ତି, ଯୋଉଟାକି ଆମେ ସେକ୍ସ କହିପାରିବା, କିଏ ଯାଇଛନ୍ତି ପୁରର୍ବା ଏବଂ ଉର୍ବଶୀ। ସେ ସମୟରେ ତାଙ୍କର ଯିଏ ମେଣ୍ଢା ଦିଟା ବାନ୍ଧିଥିଲେ, ଉର୍ବଶୀ ବାନ୍ଧିଥିଲେ, ସେଇଟାକୁ ଗନ୍ଧର୍ବମାନେ ଆସିକି ଚୋରି କରି ନେଇଛନ୍ତି। କାହା ଆଦେଶରେ? ଇନ୍ଦ୍ରଙ୍କ ଆଦେଶରେ। ତ ଇଏ ମଧ୍ୟ ସେ ଅବସ୍ଥାରେ ଦୌଡ଼ିକି ପଳେଇଛନ୍ତି ସେ ମେଣ୍ଢା ଦିଟାକୁ ରକ୍ଷା କରିବା ପାଇଁ, ଏବଂ ଆସିଲା ବେଳେ ଏତେ ଜୋରେ ବିଜୁଳି ମାରିଛି କିମ୍ବା ଗନ୍ଧର୍ବମାନେ ଆଲୋକ ପ୍ରକାଶ କରିଛନ୍ତି ଯୋଉଟାକି ପୁରର୍ବାକୁ ସେ ନଗ୍ନ ଅବସ୍ଥାରେ ଦେଖିଦେଲେ ଉର୍ବଶୀ।
ଏବଂ ସର୍ତ୍ତ ଭଗ୍ନ ହୋଇଗଲା, ଯୋଉଥିପାଇଁ କି ଉର୍ବଶୀ ଛାଡ଼ି ଯିବାକୁ ବସିଲେ, ପୁରରବାଙ୍କୁ ଛାଡ଼ିକି ସ୍ୱର୍ଗ ଯିବାକୁ ବାହାରିଲେ। ଆଚ୍ଛା, ଆପଣ ଜାଣି ରଖନ୍ତୁ, ପୁରରବା ସେଇ ବଂଶର ବଂଶଜ ଯେଉଁ ବଂଶରେ ଆଗକୁ ଶ୍ରୀରାମଚନ୍ଦ୍ର ଜନ୍ମ। ଏତେ ମାନେ ଗୁରୁତ୍ୱପୂର୍ଣ୍ଣ କଥା। ଦଶରଥ, ଅଜ, ରଘୁ ସେମାନଙ୍କ ବଂଶର ବଂଶଜ। ତାଙ୍କ ଆମେ ଯୋଉ କହୁ କାକୁସ୍ଥ ରାମ, କାକୁସ୍ଥଙ୍କ ବଂଶଜ। ଇକ୍ଷ୍ୱାକୁ ବଂଶ ରାମ, ଆପଣ ଯୋଉ ରାମାୟଣ ଦେଖିଥିବେ, ଆମର ରାମଧାରୀ କଣ ଆମର ଏଇଟା କହୁଥିଲେ, ରାମାନନ୍ଦ ସାଗରଙ୍କ ରାମାୟଣ ବାରମ୍ବାର ଇକ୍ଷ୍ୱାକୁ ବଂଶ ଆପଣ ଶୁଣିଥିବେ। ଇକ୍ଷ୍ୱାକୁଙ୍କ ମଧ୍ୟ ଯୋଉ ପୂର୍ବଜ ପୁରରବା, ସେ ପୁରରବାଙ୍କ ଏଇପରି ଦଶା, ଯିଏ ଯେତେବେଳେ ଛାଡ଼ି ଦେଇ ଯାଉଛନ୍ତି କିଏ, ଉର୍ବଶୀ, उर्वशी रोकिया ପାଇଁ ସେ କଣ କହୁଛନ୍ତି, मर्त्य मानव की विजय का तूर्य हूं मैं, मर्त्य मानव की विजय का तूर्य हूं मैं, उर्वशी अपने समय का सूर्य हूं मैं, अंधतम के भाल में पावक जलाता हूँ, अंधतम के भाल में पावक जलाता हूँ, बादल के शीश पर सिंदन चलाता हूँ, पर ना जाने ये बात क्या है, पर ना जाने ये बात क्या है, इंद्र का आयुध पुरुष जो झेल सकता है, कुछ इंद्र का आयुध वज्र जो पुरुष सही परिव, इंद्र का आयुध जो पुरुष झेल सकता है, सिंह से बाह मिलाकर जो खेल सकता है, सिंह से बाह मिलाकर जो खेल सकता है, फूल के आगे वही असहाय हो जाता है, शक्ति के रहते हुए निरुपाय हो जाता है, शक्ति के रहते हुए निरुपाय हो जाता है। କେବଳ ଏତିକି ରହିନାହାନ୍ତି, ଆହୁରି କହୁଛନ୍ତି, बद्ध हो जाता सहज बंकिम नयन के बाणों से, बद्ध हो जाता सहज ही बंकिम नयन के बाण से, जीत लेती रूप सी नारी उसे मुस्कान से। ଆଉ କେବଳ ଏତିକି ରହିନାହାନ୍ତି, ଆଉ କଣ କହୁଛନ୍ତି, ଯେତେବେଳେ ସେ ଦେଖିଲେଣି ଉର୍ବଶୀ ଆଉ ରହୁନାହାନ୍ତି, କାତର ସ୍ୱର ନିବେଦନ କରୁଛନ୍ତି, मैं तुम्हारे बाण का विदा हुआ खग, मैं तुम्हारे बाण का विदा हुआ खग, बक्स पर धर शीश मरना चाहता हूँ। ମାନେ ରାମଧାରୀ ସିଂ ଦିନକର କେତେ ଡିପରେ ଯାଇକି ଲେଖିଛନ୍ତି ବୁଝନ୍ତୁ। मैं तुम्हारे बाण का विदा हुआ खग प्रिय, बक्स पर धर शीश मरना चाहता हूँ, मैं तुम्हारे हाथ का नीला कमल हूँ, प्राण के सर में उतरना चाहता हूँ। ମାନେ ଏତେ ଡିପରେ, मैं तुम्हारे बाण का विदा हुआ खग, ତୁମ ବାଣ, କୋଉ ବାଣ, ନୟନ ରୂପୀ ବାଣରେ ବିନ୍ଧା ହେଇଥିବା ଖଗ, ମୁଁ ସେ ପକ୍ଷୀ କଣ, ବକ୍ସ पर धर शीश मरना चाहता हूँ, ମୁଁ ତୁମେ କୋଳରେ ମୁଣ୍ଡ ରଖି ମରିବାକୁ ଚାହେଁ, मैं तुम्हारे हाथ का नीला कमल हूँ, ପ୍ରାଣୋ के स्वर में उतरना चाहता। ପ୍ରେମ ଜଟିଳ ପୂର୍ଣ୍ଣ ବିଷୟ। ପ୍ରେମର କଥା ବୁଝି ହୁଏ, କହି ହୁଏ ନାହିଁ। ପ୍ରେମ କେବଳ ଅଶ୍ରୁ ଦ୍ୱାରା ଏବଂ ହସ ଦ୍ୱାରା ହିଁ ଜାଣି ହୁଏ। ଆଉ ଯେତେବେଳେ ହସ ଆଉ ଅଶ୍ରୁର ମିଶ୍ରିତ ସମୟରେ ଆସିଯାଏ, ସେଇଟା ହିଁ ପ୍ରକୃତ ପ୍ରେମ। ଆପଣ ଯଦି କେବେ କାହା ପାଇଁ କାନ୍ଦୁଛନ୍ତି, ତାହେଲେ ସେଇଟା ହୁଏତ ଏକ ପାଖି ପ୍ରେମ ହେଇପାରେ। ଆପଣ ଯଦି କାହାକୁ ଦେଖି ହସୁଛନ୍ତି, ମାନେ ସେ କାନ୍ଦୁଛି ଆପଣ ହସୁଛନ୍ତି, ତାହେଲେ ମଧ୍ୟ ଏକ ପାଖି ପ୍ରେମ ହେଇଥାଏ। କି ଆପଣ ଖାଲି ଦେଖିକି ହସୁଛନ୍ତି, ସେ କିଛି ରିଆକ୍ସନ ହଉନି, ତାହେଲେ ମଧ୍ୟ ହେଲେ ଆପଣଙ୍କ ନୟନ ଅଶ୍ରୁ, ତାଙ୍କ ନୟନର ହସ, ଆପଣଙ୍କ ଓଠରେ ମଧ୍ୟ ହସ ଅଛି, ତାଙ୍କ ଓଠରେ ମଧ୍ୟ ହସ ଅଛି, ସେ ସୁନ୍ଦର ପ୍ରେମର ଗାଥା ଆମେ ଆଗକୁ ମଧ୍ୟ ଆଲୋଚନା କରିବା। ଆଜିଠୁ ପ୍ରତି ଶୁକ୍ରବାର ଆମେ ଏହିପରି ଏକ ସୁନ୍ଦର କବିତାର ଆଶ୍ରୟ ନେଇକି ସେ କବିତାର କିଛି ସୁନ୍ଦର ପ୍ରସିଦ୍ଧ କବିଙ୍କର କବିତାର ଛୋଟ ଛୋଟ ଅଂଶକୁ ଆମେ ଆଲୋଚନାକୁ ନେବା। ଧନ୍ୟବାଦ।